ସୁକିନ୍ଦା ବ୍ଲକ ଅନ୍ତର୍ଗତ 6 ପଞ୍ଚାୟତରେ କିଶୋରୀ ମେଳା ଅନୁଷ୍ଠିତ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁକିନ୍ଦା ବ୍ଲକ ପ୍ରତ୍ୟକ୍ଷ ଖଣି ପ୍ରଭାବିତ କଅଁସ, ଚିଙ୍ଗୁଡ଼ିପାଳ ଓ କାଙ୍କଡ଼ପାଳ ପଞ୍ଚାୟତ ଏବଂ ଦୁଜୋରି, ସୁକିନ୍ଦାଗଡ଼ ଓ ପିଙ୍ଗଲ ପଞ୍ଚାୟତରେ ଶନିବାର ଦିବା 12 ଘଟିକା ସମୟରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିସହ ବ୍ଲକ ଅନ୍ତର୍ଗତ ସମସ୍ତ 25 ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି ବୋଲି ସିଡିପିଓ ସୁଜାତା ମହାପାତ୍ରଙ୍କଠାରୁ ସୂଚନା ମିଳିଛି। ପ୍ରତ୍ୟେକ ପଞ୍ଚାୟତରେ 10 ରୁ 19 ବର୍ଷ ମଧ୍ୟରେ ଥିବା କିଶୋରୀ, ନାବାଳିକା ଓ ଯୁବତୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁରେ ମହିଳା ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା, ସଭାସମିତି ଓ କୌତୁକ ଖେଳ ଅନୁଷ୍ଠିତ ହୋଇଥିଲା। ସିଡିପିଓ ଶ୍ରୀମତୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଜୋରି ସରପଞ୍ଚ ଶିପ୍ରାଣୀ ବଳ, ପିଙ୍ଗଲ ସରପଞ୍ଚ ମାନସୀ ଦଳାଇ, ସୁକିନ୍ଦାଗଡ଼ ନାୟକ ସରପଞ୍ଚ ରୀନା ମଲ୍ଲିକ, କାଙ୍କଡ଼ପାଳ ୱାର୍ଡ ମେମ୍ବର, ବିଭାଗୀୟ ସୁପରଭାଇଜର ସୁସ୍ମିତା ଜେନା, ଦୋସମା ଗାଗରାଇ, ଚମ୍ପାବତୀ ଜାରିକା ଓ ଶାରଦା ରାୟ ଏବଂ ଏନ୍ଏମ୍ କଳ୍ପନା ପଟ୍ଟନାୟକ, ସଂଘମିତ୍ରା ମହାନ୍ତି, ମାତାଜୀ ବାରିକ ଓ ସବିତା ଦେଇ, କାଙ୍କଡ଼ପାଳ ସିଏଚ୍ଓ ସରିତା ନାୟକ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସ୍ୱାସ୍ଥ୍ୟକର୍ମୀ ସୁଭଦ୍ରା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।